ଜୟ ଜଗନ୍ନାଥ। ୱେଲକମ୍ ଟୁ ସ୍କିଲ୍ ବାର୍ଡ ଏଜୁକେସନ୍। ଆସନ୍ତୁ ଜାଣିବା ଓଡ଼ିଶାର ଇତିହାସ ଓଡ଼ିଆରେ। ପ୍ରଥମ ପ୍ରଶ୍ନ, ଓଡ଼ିଶାରେ ମିଳିଥିବା ସର୍ବପ୍ରାଚୀନ ମୁଦ୍ରାଗୁଡ଼ିକ କିପରି ଥିଲା, ଯାହା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀ ମଧ୍ୟରେ ପ୍ରଚଳିତ ଥିଲା? ଏହାର ସଠିକ୍ ଉତ୍ତର ହେଉଛି ପଞ୍ଚ ମାର୍କଡ କଏନ୍ସ। ଦ୍ୱିତୀୟ ପ୍ରଶ୍ନ, ଓଡ଼ିଶାର ପ୍ରାଚୀନ ପଞ୍ଚ ମାର୍କ ମୁଦ୍ରାରେ ସାଧାରଣତଃ କେଉଁ କେଉଁ ଆକୃତି ଗୁଡ଼ିକ ଦେଖାଯାଉଥିଲା? ଏହାର ସଠିକ୍ ଉତ୍ତର ହେଉଛି ସୂର୍ଯ୍ୟ, ପଶୁ, ପକ୍ଷୀ, ଗଛ, ମଣିଷ ଓ ଜ୍ୟାମିତିକ ଡିଜାଇନ। ତୃତୀୟ ପ୍ରଶ୍ନ, ସମୁଦ୍ର ତଟୀୟ ପୂର୍ବ ଓଡ଼ିଶାରେ ପ୍ରଚୁର ପରିମାଣରେ ମିଳିଥିବା ପଞ୍ଚମାର୍କ ମୁଦ୍ରା ସାଧାରଣତଃ କେଉଁ ଧାତୁରୁ ତିଆରି ହୋଇଥିଲା? ଏହାର ସଠିକ୍ ଉତ୍ତର ହେଉଛି ସିଲଭର ଆଣ୍ଡ କପର। ଚତୁର୍ଥ ପ୍ରଶ୍ନ, ସମୁଦ୍ର ତଟୀୟ ପୂର୍ବ ଓଡ଼ିଶାରେ ମିଳିଥିବା ପଞ୍ଚମାର୍କ ମୁଦ୍ରା କେମିତି ଆକାର ଓ ପରିମାଣର ଥିଲା? ଏହାର ସଠିକ୍ ଉତ୍ତର ହେଉଛି ଇରେଗୁଲାର ଇନ୍ ସେପ୍ ଆଣ୍ଡ ସାଇଜ୍ ବା ଅନିୟମିତ ଆକାର ଓ ପରିମାଣର। ପଞ୍ଚମ ପ୍ରଶ୍ନ, ପୁରୀ କୁଷାଣ ମୁଦ୍ରାଗୁଡ଼ିକ ଓଡ଼ିଶାର କେଉଁ ଅଞ୍ଚଳରୁ ଆବିଷ୍କୃତ ହୋଇଛି? ଏହାର ସଠିକ୍ ଉତ୍ତର ହେଉଛି ମୟୂରଭଞ୍ଜରୁ ଗଞ୍ଜାମ ପର୍ଯ୍ୟନ୍ତ। ଷଷ୍ଠ ପ୍ରଶ୍ନ, ମୟୂରଭଞ୍ଜ ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ମିଳିଥିବା ପୁରୀ କୁଷାଣ ମୁଦ୍ରା କେଉଁ ସମୟରେ ପ୍ରଚଳିତ ଥିଲା? ଏହାର ସଠିକ୍ ଉତ୍ତର ହେଉଛି 0 to 3rd century AD। ସପ୍ତମ ପ୍ରଶ୍ନ, ଗୁପ୍ତ ଯୁଗର ଧନୁର୍ଦ୍ଧର ଅଙ୍କିତ ସୁବର୍ଣ୍ଣ ମୁଦ୍ରା ଓଡ଼ିଶାର କେଉଁ ସ୍ଥାନରେ ଆବିଷ୍କୃତ ହୋଇଛି? ଏହାର ସଠିକ୍ ଉତ୍ତର ହେଉଛି ଭାନପୁର, ଖିଚିଙ୍ଗ ଓ ଅନୁଗୁଳ। ଅଷ୍ଟମ ପ୍ରଶ୍ନ, ଓଡ଼ିଶାରେ ମିଳିଥିବା ଗୁପ୍ତ ଯୁଗର ଧନୁର୍ଦ୍ଧର ଅଙ୍କିତ ସ୍ୱର୍ଣ୍ଣମୁଦ୍ରା ସେତେବେଳେ ଓଡ଼ିଶାରେ ହେଉଥିବା କେଉଁ ବିଷୟ ଉପରେ ଧାରଣା ଦିଏ? ଏହାର ସଠିକ୍ ଉତ୍ତର ହେଉଛି ବାଣିଜ୍ୟ ଓ ବ୍ୟବସାୟ। ନବମ ପ୍ରଶ୍ନ, ଓଡ଼ିଶାରେ ମିଳିଥିବା ଗୁପ୍ତ ଯୁଗର ଧନୁର୍ଦ୍ଧର ଅଙ୍କିତ ସ୍ୱର୍ଣ୍ଣମୁଦ୍ରା ଓଡ଼ିଶାର କେଉଁ ସମୟର ବାଣିଜ୍ୟ ଓ ବ୍ୟବସାୟ ବିଷୟରେ ଧାରଣା ଦିଏ? ଏହାର ସଠିକ୍ ଉତ୍ତର ହେଉଛି ଖ୍ରୀଷ୍ଟାବ୍ଦ 5ମରୁ 7ମ ଶତାବ୍ଦୀ। ଦଶମ ପ୍ରଶ୍ନ, ପଶ୍ଚିମ ଓଡ଼ିଶାରେ ମିଳିଥିବା ନଳଯୁଗୀୟ ମୁଦ୍ରା ଆମକୁ କେଉଁ ବିଷୟରେ ସୂଚନା ଦିଏ? ଏହାର ସଠିକ୍ ଉତ୍ତର ହେଉଛି ଦକ୍ଷିଣ କୋଶଳରେ ନଳ ଶାସନ। 11ତମ ପ୍ରଶ୍ନ, ପଶ୍ଚିମ ଓଡ଼ିଶାରେ ମିଳିଥିବା ନଳ ମୁଦ୍ରାର ବିଶେଷତା କ'ଣ ଥିଲା? ଏହାର ସଠିକ୍ ଉତ୍ତର ହେଉଛି ସାମ୍ନା ପାର୍ଶ୍ୱରେ ଏକ କୁଜ ଥିବା ଷଣ୍ଢ ସହିତ ଅର୍ଦ୍ଧଚନ୍ଦ୍ର ଓ ବକ୍ସ ହେଡେଡ୍ ଲିପିରେ ଶାସକଙ୍କ ନାମ ଏବଂ ପଛ ପାର୍ଶ୍ୱ ଖାଲି। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ ଏବଂ ନିମ୍ନରେ ଆପଣଙ୍କ ମତାମତ ଅବଶ୍ୟ ଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।